नमस्कार जय जगन्नाथ आपण को देवज्ञान ओडिया चैनल को स्वागत। आज मुख्य खबर एयर इंडिया फ्लाइट एआई 171 ର ଏକ ଭୟାବହ ଦୁର୍ଘଟଣାରେ 265 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଚମତ୍କାର ଭାବେ ବଞ୍ଚି ଯାଇଛନ୍ତି। ଏହି ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ଯାତ୍ରୀ ବିଶ୍ୱାସ କୁମାର ରମେଶ କହିଛନ୍ତି ଯେ ବିମାନଟି ଭାଙ୍ଗିଯିବା ପରେ ତାଙ୍କ ସିଟ୍ ଖୋଲି ବାହାରକୁ ବାହାରି ଆସିଥିଲେ। ପରବର୍ତ୍ତୀ ଖବର କ୍ରାଇମବ୍ରାଞ୍ଚର ସାଇବର ସେଲ୍କୁ ବଡ଼ ସଫଳତା। 4ଟି ଭିନ୍ନ ସାଇବର ଠକେଇ ମାମଲାରେ 6 ଜଣଙ୍କୁ ଗିରଫ କରିଛି ସାଇବର ସେଲ୍। ବାଲେଶ୍ୱରର ଜଣେ ଓ ଭୁବନେଶ୍ୱରର 3 ଜଣଙ୍କ ଠାରୁ ପ୍ରାୟ 3,72 ଲକ୍ଷ ଟଙ୍କା ନିବେଶ ନାଁରେ ଠକିଦେବା ଘଟଣାରେ 6 ଜଣ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗରୁ ଜଣେ ମହିଳା ଗିରଫ ହୋଇଥିବା ବେଳେ ଗୁଜରାଟରୁ 5 ଜଣ ସାଇବର ଠକ ବନ୍ଧା ହୋଇଛନ୍ତି। ପରବର୍ତ୍ତୀ ଖବର ଧୋକା ଦେଲା ଆମ୍ବୁଲାନ୍ସ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଉଡ଼ିଗଲା ରୋଗୀଙ୍କ ପ୍ରାଣବାୟୁ। କଟକରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ। ନିଶ୍ଚିନ୍ତ କୋଇଲି ଜିଗ୍ନିପୁର ଗାଁରେ ପ୍ରଦ୍ୟୁମ୍ନ ଓରଫ ଶିବୁ ଅସୁସ୍ଥ ହେବା ପରେ 108 ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପରିବାର ଲୋକେ। ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ପୁଣି ଅଧା ବାଟରେ ଖରାପ ହେଲା 108 ଆମ୍ବୁଲାନ୍ସ। ଚିକିତ୍ସା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ। ପରବର୍ତ୍ତୀ ଖବର ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି। ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଅନୁସାରେ ଦୈନିକ ଡ୍ୟୁଟି କଲଅଫ୍ ଭତ୍ତା ବୃଦ୍ଧି ହୋଇଛି। ଡ୍ୟୁଟି କଲଅଫ୍ ଭତ୍ତା 612ରୁ 623କୁ ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର ଆସନ୍ତା 27ରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ଏନେଇ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ରଥଯାତ୍ରା ସମୟରେ ଯଦି ଆତଙ୍କୀ ଆକ୍ରମଣ ହୁଏ ତେବେ କିପରି କରାଯିବ ପ୍ରତିହତ? କିପରି ଜବାବ ଦେବ ସୁରକ୍ଷା ବାହିନୀ? ଏନେଇ ଆଜି ଶୁକ୍ରବାର ପୁରୀ ରେଳ ଷ୍ଟେସନରେ ଓଡ଼ିଶା ପୋଲିସର ରେଲୱେ ସୁରକ୍ଷା ବାହିନୀ ମିଳିତ ଭାବେ ମକ୍ଡ୍ରିଲ୍ କରିଛନ୍ତି। ପରବର୍ତ୍ତୀ ଖବର ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ। ନିର୍ଦ୍ଦେଶ ଦିଆଯାଇଛି ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦିଅ। ନିର୍ଦ୍ଧାରିତ ସମୟ ପୂର୍ବରୁ ବି ଅଫିସ ଛାଡ଼ିପାରିବନି। 3 ଥର ଅଧଘଣ୍ଟା ବିଳମ୍ବରେ ଆସିଲେ ଖାତାରୁ ଛୁଟି କଟିବ। ଖାଲି ଏତିକି ନୁହେଁ, ଆଗକୁ ଏନେଇ କ୍ୟାମେରା ଜଗିବ ସରକାର କର୍ମଚାରୀଙ୍କ ଉପସ୍ଥାନ ଓ ଗତିବିଧିକୁ। धन्यवाद जय जगन्नाथ।